ଗୋଟିଏ ଗାଁରେ ଜଣେ ଲୋକ ଥିଲା। ସେ ଲୋକର ନାଁ ଥିଲା ଶଙ୍କର। ସେ ବହୁତ ଗରିବ ଥିଲା। ତା ପାଖରେ ଭଲ ଘର ଖଣ୍ଡେ ନଥିଲା କିମ୍ବା ଭଲ ଖାଇବାକୁ ବି ନଥିଲା। ସେଥିପାଇଁ ତା ସ୍ତ୍ରୀ ଉମା ସାଙ୍ଗରେ ସବୁବେଳେ ତାର ଝଗଡା ହେଉଥିଲା। ଦିନେ ଶଙ୍କର ଆଉ ଉମାର ଖୁବ୍ ଜୋରରେ ପାଟିତୁଣ୍ଡ ହେଲା। ଆଉ ଶଙ୍କର ରାଗରେ ଘର ଛାଡି ପଳେଇଗଲା। ସେ ଚାଲୁ ଚାଲୁ ଜମା ଜାଣିପାରିଲାନି ଯେ ସେ ଗାଁ ରାସ୍ତା ଛାଡି ଆଉ ଗୋଟେ ଅଲଗା କୋଉ ରାସ୍ତାରେ ପଶିଗଲାଣି ବୋଲି। ସେ ଯୋଉଠି ପହଞ୍ଚିଥିଲା ସେ ଗାଁ ମୁଣ୍ଡରେ ଗୋଟେ ଚଉତରା ଥିଲା। ସେଇ ଚଉତରା ଉପରେ ସେ କ୍ଳାନ୍ତ ହେଇ ଶୋଇପଡ଼ିଲା। ଆଖି ଖୋଲିଲା ବେଳକୁ ଗୋଟିଏ ଗାଈ ତା ପାଖରେ ଠିଆ ହେଇଥିଲା। କିଏ ତୁ? ମୋ ମାଲିକ ମତେ ଖାଇବାକୁ ଦେଇପାରିଲାନି ବୋଲି ମୁଁ କ୍ଷୀର ଦେଲିନି, ତେଣୁ ସେ ତା ଘରୁ ବାଡେଇକି ବାହାର କରିଦେଲା ମତେ। ଯଦି ମୁଁ ବଣକୁ ପଳେଇବି ମତେ ବାଘ କି ଭାଲୁ ଖାଇଯିବେ, ତେଣୁ ମୁଁ କଣ କରିବି ବୁଝିପାରୁନି। ଆଚ୍ଛା, ଭଗବାନ ଯଦି ଗାଈକୁ ମୋ ପାଖରେ ଆଣି ପହଞ୍ଚେଇ ଦେଇଛନ୍ତି ତାହେଲେ ମୁଁ ଏ ସୁଯୋଗକୁ କାମରେ ଲଗେଇବା ଦରକାର। ଆଚ୍ଛା, ଗୋଟେ କାମ କରୁନୁ। କଣ? ତୁ ମୋ ସାଙ୍ଗରେ ମୋ ଘରକୁ ଚାଲୁନୁ। ତମେ ମତେ ଭଲରେ ଦିମୁଠା ଖାଇବାକୁ ଦବ ତ? ହଁ ହଁ, ନିଶ୍ଚୟ। ଚାଲ, ତାହେଲେ ମୁଁ ତମ ଘରକୁ ଯିବାକୁ ରାଜି। ଶଙ୍କର ଆଉ ଗାଈ ସାଙ୍ଗ ହେଇ ଚାଲିଲେ ଶଙ୍କର ଘରକୁ। ଶଙ୍କର ସ୍ତ୍ରୀ ଗାଈକୁ ଦେଖି ବଡ଼ ଖୁସି ହେଇଗଲା। ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଗାଈର ବହୁତ ଯତ୍ନ ନେଲେ। ଶଙ୍କର ଘାସ କାଟି ଆଣି ଗାଈକୁ ଖୁଆଏ, ଆଉ ଶଙ୍କରର ସ୍ତ୍ରୀ ଗାଈକୁ କୁଣ୍ଡା ତୋରାଣି ଖୁଆଏ। ଦିନେ ଶଙ୍କର ବଡ଼ ସ୍ନେହରେ ଗାଈ ବେକରେ ଘଣ୍ଟିଟିଏ ଆଣି ବାନ୍ଧିଥିଲା। ଗାଈଠାରୁ ମିଳୁଥିବା କ୍ଷୀର ବିକି କିଛି ପଇସା ବି ସଞ୍ଚୟ କଲେ। ଆଉ ଚିନ୍ତା କଲେ ଏଇଭଳି ଆଉ କିଛି ସେମାନେ ଆଣିବେ। କିଛିଦିନ ପରେ ପୁରୁଣା ଗାଈ ସାଙ୍ଗରେ ଆଉ କିଛି ନୂଆ ଗାଈ ମିଶିକି ରହିଲେ। ପୁରୁଣା ଗାଈର କିନ୍ତୁ ନୂଆ ଗାଈଗୁଡାକ ପସନ୍ଦ ହେଲେ ନାହିଁ। ସେଥିପାଇଁ ସେ ସେମାନଙ୍କ ସାଙ୍ଗରେ ଜମା ମିଶୁନଥିଲା। ଯେତେ ଯାହା ହେଲେ ମୋ ମାଲିକର ପ୍ରିୟ ଲକ୍ଷ୍ମୀ, ମୁଁ ତା ପାଇଁ। ତମେ ମାନେ କଣ ମୋ ସାଙ୍ଗରେ ସମାନ? ତୋର ବହୁତ ଗର୍ବ। ଗର୍ବ କାହିଁକି ନ ହବ? ଯାହା ହେଲେ ମୁଁ ଆଗ ଆସିଛି ନା। ଆଉ ଏଇ ଦେଖ, ମୋ ବେକରେ ଘଣ୍ଟି ବାନ୍ଧିଛି ମାଲିକ। ଆଉ କାହା ବେକରେ ଘଣ୍ଟି ଅଛି? ଏତେ ଚାତର ଦେଖାନା, ଅପେକ୍ଷା କର, ସେଇ ଘଣ୍ଟି ତୋ ପାଇଁ କାଳ ହବ। छी, ସାମାନ୍ୟ ଘଣ୍ଟି ନେଇ ତୋର ଏତେ ଗର୍ବ? ସବୁଦିନେ ଗାଈମାନେ ବଣ ଭିତରକୁ ଚରିବାକୁ ଯାଆନ୍ତି। କିନ୍ତୁ ପ୍ରଥମ ଗାଈଠାରୁ ଅନ୍ୟ ଗାଈମାନେ ଟିକେ ଆଡ଼ ଆଡ଼ ହେଇ ରୁହନ୍ତି। ଗାଈମାନେ ନିୟମିତ ଚରିବାକୁ ଯିବା ଦ୍ୱାରା ଏ ବିଷୟରେ ବଣରେ ରହୁଥିବା ବାଘ ଜାଣିବାକୁ ପାଏ। ସେ ଅନ୍ୟ ଗାଈମାନଙ୍କ ଅପେକ୍ଷା ପ୍ରଥମ ଗାଈଟି ପଛରେ ଯାଏ। ଯେହେତୁ ତା ବେକରେ ଘଣ୍ଟି ବନ୍ଧା ହେଇଥାଏ। କିନ୍ତୁ ତା ସାଙ୍ଗରେ ଅନ୍ୟ ଗାଈମାନେ ଥିବାରୁ ବାଘ ସାହସ କରି ପ୍ରଥମ ଗାଈଟିକୁ ଆକ୍ରମଣ କରିପାରେନି। ପ୍ରଥମ ଗାଈକୁ ଛାଡ଼ି ଅନ୍ୟ ଗାଈମାନେ ବାଘକୁ ଦେଖନ୍ତି, ଆଉ ସେମାନେ ଡରିଯାଇ ଶୀଘ୍ର ଶୀଘ୍ର ଗାଁ ଭିତରକୁ ଫେରି ଆସନ୍ତି। ଅନ୍ୟ ଗାଈମାନେ ଯିବା ବେଳେ କି ଆସିବା ବେଳେ କିଛି ଜଣା ପଡୁନି, ତେଣୁ ସେମାନଙ୍କୁ ସହଜରେ ଧରି ହବନି। କିନ୍ତୁ ଯାହା ବେକରେ ଘଣ୍ଟି ବନ୍ଧା ହେଇଛି ତାକୁ ଧରି ହବ। ଦେଖାଯାଉ ସେ କେବେ ଧରା ପଡୁଛି। ସୂର୍ଯ୍ୟାସ୍ତ ହେବା ପରେ ଗାଈମାନେ ଯାଇ ଶଙ୍କର ଗୁହାଳରେ ପହଞ୍ଚନ୍ତି, ଆଉ ପରସ୍ପର ଭିତରେ ବାଘକୁ ଦେଖିବା ବିଷୟରେ କଥା ହୁଅନ୍ତି। ବାପରେ, କେତେ ବଡ ବାଘ!
ମୁଁ ତାକୁ ଦେଖି ଛାନିଆ ହେଇ ପୁରା ଦୌଡ଼ିଛି। ସବୁ ଏମାନଙ୍କର ବାହାନା, ଯେତେ ସବୁ ମିଛ କଥା। ନା ନା, ମିଛ ନୁହଁ, ସତ। ସେ ବାଘକୁ ଦେଖିଲେ ନା ହୋସ ଉଡ଼ିଯିବ। ମୁଁ ତ କୋଉଠି ଦେଖିପାରିଲିନି, ମୁଁ ବି ତ ତମ ସାଙ୍ଗରେ ଥିଲି ନା। ଗୋଟେ କାମ କରୁନୁ, କାଲିଠୁ ତୁ ଆମ ସାଙ୍ଗରେ ଯିବୁନି, ଏକୁଟିଆ ଯିବୁ। ଏକୁଟିଆ ଗଲେ ତୁ ଜାଣିପାରିବୁ ଯେ ବାଘ ସତରେ ଅଛି ନା ନାହିଁ। ମୁଁ କୋଉ ବାଘ ପାଖକୁ ଡରେନି ମ। ସେ ସାମ୍ନାକୁ ଆସିଲେ ବି ମୋର କିଛି କରିବନି, ମତେ ଆପେ ଆପେ ବାଟ ଛାଡିଦବ। କହିଲେ କଣ ନା ବାଘ ଆସିଛି। ରାତି ପାହି ସକାଳ ହେଲା। ଗାଈମାନେ ଚାଲିଲେ ବଣ ଭିତରକୁ ଚରିବା ପାଇଁ। ପୂର୍ବ ରାତିର କଥା ଅନୁସାରେ ପ୍ରଥମ ଗାଈଟି ଅନ୍ୟ ଗାଈମାନଙ୍କ ଠାରୁ ଦୂରରେ ରହିଲା। ତା ଦେହରେ ବନ୍ଧା ହୋଇଥିବା ଘଣ୍ଟି ବାଘକୁ ଜଣାଇଦେଲା ଯେ ଗାଈ ଆସିଗଲା। ବାଘ ସକାଳୁ ସନ୍ଧ୍ୟା ଯାଏ ଜଗିକି ରହିଲା। ଯେତେବେଳେ ବାଘ ଦେଖିଲା ପ୍ରଥମ ଗାଈ ପାଖରେ ଅନ୍ୟ ଗାଈମାନେ ନାହାନ୍ତି, ସେହି ସମୟରେ ବାଘଟି ଗାଈକୁ ଆକ୍ରମଣ କଲା। ତୋ ଘଣ୍ଟିଟା ତ ବେଶ ବଢିଆ ବାଜୁଛି। ହଁ, ଇଏ ତ ସତରେ ବାଘଟା। ହଁ, ମୁଁ ସତରେ ବାଘ, ଆଉ ଆଜି ତତେ ଖାଇବି। ତୁ ଯୁଆଡେ ଯାଉଛୁ ଘଣ୍ଟିଟାକୁ ବଜେଇ ବଜେଇ ଯାଉଛୁ। ଅନ୍ୟ ଗାଈମାନଙ୍କଠୁ ତତେ ଖୋଜି ପାଇବା ବେଶ ସୁବିଧା। ଯୋଉ ଘଣ୍ଟି ପାଇଁ ମୋର ଗର୍ବ ଥିଲା, ସେଇଟା ଆଜି ମୋ ପାଇଁ କାଳ ହେଇଗଲା। ହଁ, ଠିକ କହିଛୁ। ତୋ ବେକରେ ଘଣ୍ଟି ନଥିଲେ ମୁଁ ତ ଆସିବା କଥା ଜାଣିପାରିନଥାନ୍ତି। ଏ ଭଗବାନ, ମତେ ରକ୍ଷା କର। ଅନ୍ୟମାନଙ୍କ ଠାରୁ ଭିନ୍ନ ହେବାକୁ ଚେଷ୍ଟା କରିବା ବେଳେ ବେଳେ ବିପଦର କାରଣ ହେଇପାରେ।